ଗଣ୍ଡୁକି ଗଣ୍ଡରେ ଚଳିଲେ ଚାଣ୍ଡରେ ସୁଅଙ୍ଗ ଧୌତାର୍ଥେ ବଳି ମୁଖ ଚଳି ବଳି ବିଭୂତି କି ଭୂତି କୀର୍ତ୍ତି ସ୍ୱାର୍ଥେ ବିରାଟ ବିରାଟ ରାଟ ଶ୍ରେଷ୍ଠ ଶ୍ରେଷ୍ଠ ଦିଗ୍ବାସ ଦିଗ୍ବାସ ତନୁଜ ଅଜ ଭୂପାତ୍ମଜ ଦେବ ରାମ ରାଜ ସଙ୍ଗତେ ଅନୁଜ। ଅତି ସୁନ୍ଦର ବର୍ଣ୍ଣନା ଆଗେ, ଚମତ୍କାର ବର୍ଣ୍ଣନା। ଦେଖନ୍ତୁ ତାପରେ ସୀତା ଏକଥା ଶର୍ମା ଯେତେବେଳେ ଶର୍ମାର ଦୁହିତା ଯେ ତିରିଶଟା ଏକଥା କହିଲା, ସୀତା କିଛି ଉତ୍ତର ପ୍ରତ୍ୟୁତ୍ତର ନ ଦେଇକରି ଧୀର ସୁସ୍ଥ ଭାବରେ ଗଣ୍ଡୁକି ନଦୀରେ ଯାଇକରି, ସେତେବେଳକୁ ଆଜ୍ଞା ମୁଁ କହିଛି ରାତିରେ ରାବଣ ଯାଇଥିଲା ମଶାଳ ଜାଳିକିରି, ତେଣୁ ରାତି ପାଇଯାଇଛି ଏବଂ ସୀତା ନିତ୍ୟକର୍ମ ସମାପନ କରିବା ପାଇଁ ଯେମିତି ଆଉ ଲଙ୍କାଗଡ଼ରେ ଥିବା ଗଣ୍ଡୁକି ନଦୀ ମଧ୍ୟ ଲଙ୍କାଗଡ଼ରେ ଗୋଟିଏ ନଦୀ, ତା ନାଁ ବୃଦ୍ଧ ଗଣ୍ଡୁକି ବୋଲି କୁହାଯାଏ। ସେ ନଦୀରେ ସ୍ନାନ କରିବା ପାଇଁ ଗଲେ।